ଯାତ୍ରା ସ୍ୱପ୍ନମହଲର କାଳବୈଶାଖୀ ସାଜି ମେଘ ସବାରୀର ବରଷା ରାଣୀ ଉଦଣ୍ଡୀ ସୀତା ନମିତା ଭୂୟାଁ ଯାତ୍ରାରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ମୁଁ ମୋର ଯେଉଁଥିରେ ମୁଁ କାର୍ଯ୍ୟରତ ଅଛି ମୋ ଅନରଙ୍କ ସହିତ ମୁଁ ଡିସ୍କସନ୍ କରି ମୁଁ ଆର ବର୍ଷ ପାଇଁ ରେଷ୍ଟ ନେବି ବୋଲି। ଜୟ ଜଗନ୍ନାଥ, ନମସ୍କାର, ମୁଁ ସନ୍ତୋଷ କୁମାର, ଆପଣ ଦେଖୁଛନ୍ତି ଟିକିଏ କଥା। କେବଳ ନମିତା ଭୂୟାଁ ନୁହେଁ, ରହିଛି ମଞ୍ଜୁଶ୍ରୀଙ୍କର ଅସୁସ୍ଥତା ଆଉ ଯାତ୍ରା ଓଙ୍କାରରେ ନରିପଣ୍ଡା। ଆସନ୍ତୁ ଯିବା ପର୍ଯ୍ୟାୟକ୍ରମେ ସମସ୍ତ ବିଷୟକୁ। ପ୍ରଥମେ ଆରମ୍ଭ କରିବା ମଞ୍ଜୁଶ୍ରୀଙ୍କର ଅସୁସ୍ଥତା ଜନିତ ଚିକିତ୍ସାକୁ ନେଇ। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ 4 ବର୍ଷ ପୂର୍ବରୁ এই ବର୍ଷକୁ ଲଗାଇଲେ 5 ବର୍ଷ ହେବ ମଞ୍ଜୁଶ୍ରୀ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଥିଲେ। 4 ବର୍ଷ ପୂର୍ଣ୍ଣାଙ୍ଗ କରିଛନ୍ତି। ଚଳିତ ଯାତ୍ରା ବର୍ଷରେ ଜାନୁଆରୀ ମାସରେ ତାଙ୍କର ଦେହ ଖରାପ ହେଲା। ସେ ଯାତ୍ରାରୁ ଅବ୍ୟାହତି ନେଇ ଚିକିତ୍ସିତ ହେବା ପାଇଁ ଆସିଲେ। ଯାହା ଜଣାପଡ଼ିଲା ତାଙ୍କର 2 ଗୋଟି କିଡନୀ ନଷ୍ଟ ହୋଇଯାଇଛି। ଏହା ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ନିବେଦନ କଲେ ତାଙ୍କର କଳାକାର ସଂଘକୁ, ଯାତ୍ରାପ୍ରେମୀ ଦର୍ଶକମାନଙ୍କ ନିକଟରେ ଅପିଲ କଲେ, ମାଲିକମାନଙ୍କ ନିକଟରେ ଅପିଲ କଲେ। ତାପରେ ସବୁଠାରୁ ଖୁସିର କଥା ହେଲା ମଞ୍ଜୁଶ୍ରୀଙ୍କ ପ୍ରତି ଯାତ୍ରାପ୍ରେମୀ ଦର୍ଶକ, ସର୍ବସାଧାରଣ, ଯାତ୍ରା କଳାକାର କର୍ମଚାରୀ ସଂଘ ସମସ୍ତ କଳାକାରଙ୍କ ତରଫରୁ ସମବେଦନାର ସୁଅ ଛୁଟିବା ସହିତ ଆର୍ଥିକ ସହଯୋଗର ହାତ ମଧ୍ୟ ଲମ୍ବି ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଦିନ ଚିକିତ୍ସା ପାଇଁ ତାର ସଦ୍ ଉପଯୋଗ କରି ଚିକିତ୍ସିତ ହୁଅନ୍ତୁ ଆଉ ସୁସ୍ଥ ହୋଇ ଖୁବ୍ ଶୀଘ୍ର ପୁଣି ଯାତ୍ରା ମଞ୍ଚକୁ ଫେରି ଆସନ୍ତୁ। ପୂର୍ବପରି ଯାତ୍ରାପ୍ରେମୀ ଦର୍ଶକମାନଙ୍କର ମନୋରଞ୍ଜନ କରନ୍ତୁ। ତାପରେ ଆସିବା ନରିପଣ୍ଡା। ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ କୌଣସି ଯାତ୍ରା ଅନୁଷ୍ଠାନରେ ସୁଯୋଗ ଦେବେ ନାହିଁ ବୋଲି ଯାତ୍ରା ମାଲିକ ମହାସଂଘଙ୍କ ତରଫରୁ ବ୍ୟାନ୍ କରାଯାଇଥିଲା। ଏହାପରେ ବହୁତ କିଛି ତମ୍ବି ତୁଫାନ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ନରିପଣ୍ଡାଙ୍କର ସୋସିଆଲ ମିଡ଼ିଆରେ ଦେଇଥିବା ବୟାନ ଆଉ ଯାତ୍ରା ଓଙ୍କାରର ଷ୍ଟାରକାଷ୍ଟରେ ନରିପଣ୍ଡାଙ୍କୁ ଦେଖିବା ପାଇଁ ମିଳୁଛି। ଏ ହେଲା ନରିପଣ୍ଡାଙ୍କ ବିଷୟରେ କିଛି ସୂଚନା। ତାପରେ ଆସିବା ଆମେ ଯାତ୍ରା ଜଗତର ଆଗଧାଡ଼ିର ଜଣେ ଚର୍ଚ୍ଚିତା ନାୟିକା ନମିତା ଭୂୟାଁଙ୍କ ସମ୍ପର୍କରେ। ହଠାତ୍ ଯାତ୍ରା ସ୍ୱପ୍ନମହଲ ଆଇଡିରେ ଦେଖିବା ପାଇଁ ମିଳିଲା ଅସୁସ୍ଥତା ଜନିତ ଅସୁବିଧା ପାଇଁ ନମିତା ଭୂୟାଁଙ୍କୁ ଯାତ୍ରା ସ୍ୱପ୍ନମହଲରୁ ଆଗାମୀ ଯାତ୍ରା ବର୍ଷ ପାଇଁ ଅବ୍ୟାହତି ଦିଆଗଲା। କିନ୍ତୁ ସେହି ସ୍ୱପ୍ନମହଲ ଆଇଡିରେ କିଛି ଦିନ ପୂର୍ବରୁ ନମିତା ଭୂୟାଁ ଆଗାମୀ ଯାତ୍ରା ବର୍ଷ ଯାତ୍ରା ସ୍ୱପ୍ନମହଲରେ ଅଭିନୟ କରିବେ ବୋଲି ଘୋଷଣା କରାଯାଇଥିଲା। ପୁଣି ସେହି ଆଇଡିରେ ଏହି ଖବରଟି ପ୍ରସାରଣ କରାଗଲା। ତାପରେ ସୋସିଆଲ ମିଡ଼ିଆରେ ବିଭିନ୍ନ ତର୍କ ବିତର୍କ ଦେଖିବାକୁ ମିଳିଲା ନମିତା ଭୂୟାଁଙ୍କୁ ନେଇ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ବିଷୟରେ ବହୁତ ଆଲୋଚନା ହେବା ପରେ ଗୋଟିଏ ଭିଡ଼ିଓ ମାଧ୍ୟମରେ ସେ ତାଙ୍କର ଅନ୍ତର୍ଦାହ ପ୍ରକାଶ କରିଛନ୍ତି। ଏବଂ ଯାହା ବି ଯେଉଁ ନ୍ୟୁଜ୍ରେ ବାଜୁଛି ଯେ ଆଜି ମଞ୍ଜୁ ପାଇଁ କ୍ରିଏଟ୍ ହେଇଛି କି କ'ଣ ବ୍ୟାନ୍ କରାଯାଇଛି, ଆପଣମାନଙ୍କୁ ମୁଁ ଜଣାଇଦେବାକୁ ଚାହୁଁଛି ଏଥିରେ କୌଣସି କିଛି ଅଲଗା ଚକ୍ରାନ୍ତ ନାହିଁ, କିଛି ପ୍ରୋବ୍ଲେମ୍ ନାହିଁ। ମୋର ସ୍ୱାସ୍ଥ୍ୟଗ୍ରସ୍ତ ଅବସ୍ଥା ଯେହେତୁ ଖରାପ ଥିଲା ସେଥିପାଇଁ ମୁଁ ଛାଡ଼ିବି ବୋଲି ନିଷ୍ପତ୍ତି ନେଇଥିଲି। ଆଉ କିଛି ୟା ବ୍ୟତୀତ ଦ୍ୱିତୀୟ ଘଟଣା ନାହିଁ। ଚଳିତ ଯାତ୍ରା ବର୍ଷ ନମିତା ଭୂୟାଁ ଯାତ୍ରା ସ୍ୱପ୍ନମହଲର ଚର୍ଚ୍ଚିତ ନାଟକ କାଳବୈଶାଖୀ, ଜବାବ ମାଗୁଛି ଉଦଣ୍ଡୀ ସୀତା, ମେଘ ସବାରୀରେ ବରଷା ରାଣୀ, ଚକା ଆଖି ମୋ ଶେଷ ସାକ୍ଷୀ ନାଟକରେ ଅଭିନୟ କରିଥିଲେ। ଦର୍ଶକମାନଙ୍କୁ ବହୁ ମାତ୍ରାରେ ଅନୁପ୍ରାଣିତ କରିଥିଲେ ଏହି ନାଟକରେ ଅଭିନୟ କରି। ଆମର ଆଜିର ଆଲୋଚନା ଆପଣମାନଙ୍କୁ କେମିତି ଲାଗିଲା? ମତାମତ ଦେବା ପାଇଁ ଜମାରୁ କୁଣ୍ଠାବୋଧ କରିବେ ନାହିଁ। ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଯାତ୍ରା ଜଗତର ଟିକନିକ ଖବର ନେଇ ଆପଣମାନଙ୍କ ଆଗକୁ ଆସିବା ପାଇଁ ପ୍ରଚେଷ୍ଟା ଜାରି ରଖିଛୁ।
ରହୁଛି। ନମସ୍କାର, ଜୟ ଜଗନ୍ନାଥ।